ଏଇ ଯୋଉ ସୁଲ ପେଟିଟା ମୋର ପୁରା ଭର୍ତ୍ତି ହେଇଛି। ଆଜି ସକାଳ ବେଳା ତାର ଆଜି ଆମେ ବାହାର କରିକି ସଫାସଫି କରୁଥୁନୁ। ଯାହା ଯେତିକି ଉପରେ ଥିଲା, ଯେତିକି ପଚି ନଥିଲା, ଯେତିକି ଶୁଖିଲା ପତ୍ର ଥିଲା, ତ ସେଗୁଡ଼ାକ ବାହାର କରିଦେଇକି ବାଲ୍ଟିରେ ପୁରେଇଦେଲୁ। ତାପରେ ଯାହା ଯେତିକି ଆମର ଖତ ହେଇଥିଲା ନା, ତାକୁ ଆମେ ଶୁଖେଇବା ପାଇଁ ଆମେ ତାକୁ ବାହାର କରି ଆଣିଲୁ। ଏଇଟା ଏତେ ଭର୍ତ୍ତି ହେଇଛି ଏକଲା ତ ଟେକି ହବନି, ସେଥିପାଇଁକା ଆମେ 2 ଜଣ ମିଶିକି ଟେକି ଆଣିଲୁ ପ୍ରଥମେ ତଳକୁ, ତାପରେ ପାଲ ବିଛେଇ ଦେଇଛୁ। ତାକୁ ପୁରା ଶୁଖେଇ ଦବୁ, ଶୁଖେଇକି ପୁରା ଝଣଝଣିଆ ହବା ପରେ ଯାଇକି ଆମେ ଗଛରେ ଆଡ୍ କରିମୁ। ତ ଏଇଟାକୁ ନ ଶୁଖେଇଲେ କ'ଣ ହବ, ନ ଶୁଖେଇଲେ ଗୋଟେ ପ୍ରକାର ଭଲ ହବ, ତ ହଉଛି ଜିଆ ଯେତିକି ଥାଏ ସେଇଟାର ହଉଛି ଆହୁରି ଅଧିକା ବୃଦ୍ଧି ହୁଏ। ଆମ ଗଛରେ ଯାହା ଦେଇ ଦିଅନ୍ତି ସେ ଜିଆ ଗୁଡ଼ାକ ନଷ୍ଟ ହୁଏନି, ବଢ଼ିଆ ସେ ଆହୁରି ଗଛ ମୂଳରେ ବହୁତ ବଢ଼ିଆ ଜିଆ ଆହୁରି ଜନ୍ମିଥାଏ। କିନ୍ତୁ ନ ଶୁଖେଇକି ଦେଲେ କ'ଣ ହବ, ବହୁତ ଗଛରେ ଫଙ୍ଗସର ସମସ୍ୟା ରହେ। ଯଦି ବର୍ଷା ହେଇଗଲା, ଯଦି ଏଟାକୁ ଆମେ ଏମିତି ଶୁଖିଲିଆ ନ କରିକି ଯଦି ଆମେ ଉଦାଳିଆ ଦେଇଦବା, ତାହେଲେ ହେଇଠି ଫଙ୍ଗସ ଲାଗିବ। କେଡ଼େ ବଡ଼ ବଡ଼ ଦେଖ ଜିଆ ସବୁ ହେଇଛି। ଆଉ ଏଇଟା କେବଳ ଆପଣ ଜାଣିଲେ ହିଁ ଆଶ୍ଚର୍ଯ୍ୟ ହେବେ। ତ ଏଇଟା କେବଳ ମୋର ଛାତ ଖୁରକଣା ଆଉ ଶୁଖିଲା ପତ୍ର। ଯେତିକି ଆମର ପିଜୁଳି ପତ୍ର, ପଣସ ପତ୍ର, ଯେକୌଣସି ବାଇଗଣ ପତ୍ର, ଯାହା ଯେତିକି ଆମର ପ୍ରନ୍ କରାଯାଏ ଡାଳକୁ, ତ ଛାତ ଉପରେ କେବଳ ମାନେ ଛାତ ଉପରକୁ ମୁଁ ପରିବା ଚୋପା ନେଇକି ଜମାରୁ ବି ଯାଏନି ଏତେ। ତ କେତେବେଳେ କେମିତି ଯଦି ମୁଁ ନେଇଥିବି ଭିଡ଼ିଓ ପାଇଁ ତ ଏମିତି ନର୍ମାଲି, ନହେଲେ ହଉଛି ମୁଁ କେବେ ବି ନିଏନି। କାହିଁକିନା ଛାତ ଉପରେ ହଉଛି କେବଳ ଆମର ଶୁଖିଲା ପତ୍ର ପାଇଁ ଖତ ହଉଛି। ଆଉ ଯୋଉ ବାଡ଼ି ପଟରେ ଗୋଟେ ସୁଲ ପେଟି ଏତିକି ବଡ଼ଟେ ବସିଛି, ସେଇଟା କେବଳ ଆମର ପନିପରିବା ଚୋପା, ଅଣ୍ଡା ଚୋପାରେ ତିଆରି। ଆଉ ସେଇଟା କେବଳ ମୋର ପନିପରିବା ଗଛ ପାଇଁ। ଆଉ ଏଇ ଶୁଖିଲା ପତ୍ରର ଖତ କେବଳ ମୋର ଫୁଲ ଗଛ ପାଇଁ। କାହିଁକିନା ଅଣ୍ଡା ଚୋପା ଗୁଡ଼ାକ ମୁଁ ଫୁଲ ଗଛରେ ଏତେ ଆଡ଼୍ କରେନି, ତାକୁ ସ୍କିପ୍ ରଖେ। ବହୁତ ଜଣଙ୍କର କ୍ୱେଶ୍ଚନ୍ ରହୁଥିଲା କି ଖତ କେମିତି କ'ଣ ମୁଁ ତିଆରି କରୁଛି। ଯଦି ଆପଣମାନଙ୍କର ମତ ରଖିବେ କମେଣ୍ଟ ମାଧ୍ୟମରେ, ତାହେଲେ ମୁଁ ୟା ଉପରେ ଗୋଟେ ଲଙ୍ଗ ଭିଡ଼ିଓ ଆଣିବି, ଯାହାଦ୍ୱାରା ଆପଣ ବି ମଧ୍ୟ ପୁରା ଡିଟେଲ୍ସ ଉପରେ ଜାଣିପାରିବେ। ରହିଲି, ଜୟ ଜଗନ୍ନାଥ।